কইনি হ্যাঁ এটা দেখুছো এটা কি বউলা গাই ଆଉ ଇଏ ଛୁଆ ମୁଁ ତାଙ୍କ ବିଷୟରେ ଗୋଟେ ଗପ କହିବି ହେଲା এই ପାର୍ଟି କରିବନି ଧୀରେ ଶୁଣିବା ତ ତାହେଲେ ଗୋଟେ ବଉଲା ଗାଈ ଥିଲା ତାର ଗୋଟେ ଛୁଆ ଥିଲା ତା ଛୁଆ ନା କିସ ଚାନ୍ଦ ତାହେଲେ ଦିନେ ବଉଲା ଗାଈ ଯାଇଥିଲା ଜଙ୍ଗଲକୁ ଚରିବା ପାଇଁ ଚରିବା ବାଟରେ ସେ ପୁଣି ତା ଛୁଆ ପାଖକୁ ଫେରିଲା ଯେତେବେଳେ ସେ ତା ଛୁଆ ପାଖକୁ ଫେରିଲା ତା ଛୁଆ କାନ୍ଦିଲା ଚାନ୍ଦ କହିଲା ମାମୁଁ ଘରକୁ ଯିବ ତମର ସବୁ ମାମୁଁ ଘର ଅଛି ନା ସିଏ ବି ତାର ଗୋଟେ ମାମୁଁ ଘର ଥିଲା ସିଏ ବି କହିଲା ତା ମାଆକୁ ମୁଁ ମାମୁଁ ଘରକୁ ଯିବି ହେଲା ତ ତାପରେ ତା ମା କହିଲେ ହଉ ତାହେଲେ ଜଙ୍ଗଲରେ ଜାଗେ ଯାଇକି ଚରିକି ଆସେ ଗାଈ କିସ ଖାଏ ଘାସ ଖାଏ ସେ ଯାଏ ଜଙ୍ଗଲକୁ ଚରିକି ଘାସ ଖାଇକି ସବୁ ବିଲ ବାଡ଼ିରୁ ଆସେ ତାହେଲେ ସେ କହିଲା ମୁଁ ଆସେ ଆସିଲେ ସନ୍ଧ୍ୟା ବେଳକୁ ମାମୁଁ ଘରକୁ ନେଇଯିବି ତା ଛୁଆକୁ କହିଲା ତା ଛୁଆ ନା କିସ ଚାନ୍ଦ ତାହେଲେ ସେ ଜଙ୍ଗଲକୁ ଗଲା ଚରୁଥିଲା ସେଇଠି ସେ ରାସ୍ତାରେ ଗୋଟେ ବାଘକୁ ପାଇଲା କି ବାଘ ମହାବଳ ବାଘ ହେଲା ତାହେଲେ ମହାବଳ ବାଘ ହାତରେ ପଡ଼ିଗଲା ମହାବଳ ବାଘ ଭୁକି ଲାଗିଲା ବୁଝିଲ ତ ତାହେଲେ ତାକୁ ଭୋକ ଲାଗିଲା ସେ କ'ଣ କହିଲା ବଉଳା ଗାଈକି ମୁଁ ଆଜି ତତେ ଖାଇଦେବି ତାପରେ ବଉଳା ଗାଈ ତ ଡରିଗଲା ସେ ତା ଛୁଆକୁ କହିକି ଆସିଛି ନା ମାମୁଁ ଘରକୁ ନେଇକି ଯିବ ଫେରିଲେ ତାହେଲେ ସେ କହିଲା ହଉ ତମେ ଯଦି ମୋତେ ଖାଇବ ମୁଁ ଟିକେ ଯାଇକି ଘରେ ମୋ ଛୁଆକୁ ଖାଇ ଖୁଇ ଦେଇକି ଆସେ ହେଲା ସେ କ'ଣ କହିଲା ବଉଳା ଗାଈ ମହାବଳ ବାଘକୁ କ'ଣ କହିଲା ମୁଁ ଟିକେ ମୋ ଛୁଆକୁ ଖୁଇ ଦେଇକି ଆସେ ତମ ପାଖକୁ ଆସିନି ପୁଣି ଆଉଥରେ ତମେ ସେତେବେଳେ ମୋତେ ଖାଇବ ହେଲା ତାହେଲେ ସେ ଯେତେବେଳେ ମହାବଳ ବାଘ ଶୁଣିଲା କହିଲା ହଉ ଠିକ୍ ଅଛି ତମେ ଯାଅ ତାପରେ ଆସିବ ତମ ଛୁଆକୁ ଖୁଇ ଦେଇକି ସେ ତାପରେ ଗଲା ତା ଛୁଆ ପାଖକୁ ତା ଛୁଆ ତାକୁ ଜଗିଥିଲା ନା ତା ନାଁଟା କିସ କହିଥିଲି ତାପରେ ସେ ଜଗିଥିଲା ଇଏ ଗଲା ତା ଛୁଆକୁ ଖୁଏଇଲା ଖୁଏଇ ଖୁଆ ସାରିଲା ପରେ ତା ଛୁଆକୁ କହିଲା ତୁ ଶୋଇପଡ଼ ଆମେ କାଲିକି ତାପରେ ଯିବା ମାମୁଁ ଘରକୁ ମୋର ଟିକେ କାମ ଅଛି ମୁଁ ଆସୁଛି ସେ ଗଲା କେମିତି ଯିବ କ'ଣ କାହା ପାଖକୁ ସେ ବାଘର ନାଁ କିସ ଥିଲା ମହାବଳ ବାଘ ହେଲା ତାହେଲେ ସେ ମହାବଳ ବାଘକୁ ଫେରିକି ଗଲା ମହାବଳ ବାଘ ଦେଖିକି ତାକୁ ଆଶ୍ଚର୍ଯ୍ୟ ହେଇଗଲା କାହିଁକି ଆଶ୍ଚର୍ଯ୍ୟ ହେଇଥିବ ସିଏ ଜାଣି ଶୁଣିକି ତା ପାଖକୁ ଆସିଲା ସେ ଜାଣିଛି ସିଏ ମରିଯିବ ସେ ମହାବଳ ବାଘ ତାକୁ ଖାଇଦେବ ତଥାପି ସିଏ ତା ପାଖକୁ ଗଲା ତାପରେ ସିଏ ମହାବଳ ବାଘ କହିଲା ତମ ପାଖରେ ଏତେ ସୁଯୋଗ ଥିଲା ତମେ ତମ ଛୁଆକୁ ନେଇକି ପଳେଇ ପାରିଥାନ୍ତ ମୋ ପାଖକୁ କାହିଁକି ପୁଣି ଫେରିକି ଆସିଲ ମୁଁ ତ ତମକୁ ଖାଇଦେବି ତମେ ଜାଣିଛ ତାପରେ ସେ ବାଘ କିସ କହିଲା ଯେ ମୁଁ ତାହେଲେ ତମକୁ ଆଜି ଛାଡ଼ି ଦେଉଛି ମୁଁ ତମକୁ ଖାଇବିନି ସେ କାହିଁକି ଖାଇଲାନି ଜାଣିଛ କାହିଁକି ଖାଇଲାନି କାରଣ ବଉଳା ଗାଈ ତା କଥା ରଖିଥିଲା ନା ସେ ବାଘକୁ କଥା ଦେଇଥିଲା ତା ଛୁଆକୁ ଖୁଇ ଖୁଆ ସାରିକି ସେ ପୁଣି ତା ପାଖକୁ ଫେରିକି ଆସିବ ସେ ଆସିଲା ନା ଠିକ୍ କଥା ସେଇଠୁ ଆମେ କ'ଣ ଶିଖିଲେ ନା ଯେତେବେଳେ ଆମେ ଯାହାକୁ ଯେ କଥା କହୁଛେ ସେଇ କଥାଟାକୁ ଆମେ ରଖିବା ହେଲା ଧର ତମେ ଆଜି ଜଣକୁ ଯେ କଥାଟା ଦେଇଥିବ ସେଇ କଥାଟା ତମେ ପାଳନ କରିବ ବୁଝିଲ ତାକୁ ଠକିଦେବନି ତାପରେ ତମେ ଯଦି ସତ୍ କାମ କରିଥିବ ସତ୍ କଥାରେ ଥିବ ତାହେଲେ ତମେ କେବେ ବି ବିପଦରେ ପଡ଼ିବନି ହେଲା ଭଗବାନ ତମକୁ ସାହାଯ୍ୟ କରିବେ ବୁଝିଲ ତ ଆଜି ତମେ